साप्ताहिक हाट ପାଇଁ ଲୋକଙ୍କ ଜୀବନ ସଙ୍କଟରେ। ହଁ ଦର୍ଶକ ବନ୍ଧୁ, ସୂଚନା ଅନୁଯାୟୀ ସବଡେଗା ସାପ୍ତାହିକ ହାଟର ପରିପାର୍ଶ୍ୱ ସଙ୍କୁଚିତ ହେବାରେ ଲାଗିଥିବା ବେଳେ ବ୍ୟବସାୟୀ ତଥା ଚାଷୀ ପରିବା ବିକ୍ରି ପାଇଁ ରାଜ୍ୟ ରାଜପଥ 24 ଉପରେ ବସୁଥିବାର ଦୃଶ୍ୟ ନଜରକୁ ଆସିଛି। ତା ସହିତ ସାପ୍ତାହିକ ହାଟରେ ବିଦେଶୀ ମଦ ଦୋକାନ ରହିଥିବା ଅଞ୍ଚଳରେ ଜୀବନହାନି ଆଶଙ୍କାକୁ ବଢ଼ାଇବାରେ ଲାଗିଛି। ସୂଚନା ଅନୁସାରେ ବିଗତ 2 ଯୋଜନାରୁ ପଞ୍ଚାୟତ ପ୍ରଶାସନ ସ୍ଥାନାନ୍ତରଣ ପାଇଁ ଉଦ୍ୟମ ଚଳାଇଥିଲେ ମଧ୍ୟ ତାହା ହୋଇପାରୁନଥିବା ପ୍ରଶ୍ନ ଘେରରେ ରହିଛି। ରାଜ୍ୟ ରାଜପଥ 24ରେ ସାପ୍ତାହିକ ହାଟ ହେବା ଅଞ୍ଚଳବାସୀ ତଥା ବ୍ୟବସାୟୀଙ୍କ ଜୀବନ ସଙ୍କଟରେ ରହୁଥିବା ସୂଚନା ମିଳୁଛି। ଆଗାମୀ ଦିନରେ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ଅତିଶୀଘ୍ର ପଦକ୍ଷେପ ନ ନେଲେ ବଡ଼ ଧରଣର ଦୁର୍ଘଟଣା ଦେଖାଦେଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି। ଦେଖିବାକୁ ବାକି ରହିଲା ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେଉଛି ଓ ଏହାର କେତେ ଶୀଘ୍ର ସମାଧାନ କରୁଛି। ସବଡେଗାରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।